ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। 2047 ସୁଦ୍ଧା ବିଶ୍ୱର ଶ୍ରେଷ୍ଠ 10ଟି ସାମୁଦ୍ରିକ ରାଷ୍ଟ୍ର ମଧ୍ୟରେ ସ୍ଥାନ ପାଇବ ଭାରତ, କହିଛନ୍ତି କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ। ଆଜିଠାରୁ 3 ଦିନିଆ ରୁଷ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। 100 ଦିନିଆ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବା ପରେ ଯକ୍ଷ୍ମାମୁକ୍ତ ଭାରତ ଲାଗି ଉଦ୍ୟମ ଆହୁରି ସୁଦୃଢ଼ ହୋଇଛି, କହିଲେ ପ୍ରଧାନମନ୍ତ୍ରୀ। ଦ୍ୱିପାକ୍ଷିକ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ମାନାମାରେ ପହଞ୍ଚିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିନରେ ଆଜି 128 ରନ୍ରୁ ଦ୍ୱିତୀୟ ଇନିଂସ ଖେଳ ଆରମ୍ଭ କରିବ ଭାରତ। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି, ଭାରତ 2047 ସୁଦ୍ଧା ବିଶ୍ୱର ଶ୍ରେଷ୍ଠ 10ଟି ସାମୁଦ୍ରିକ ରାଷ୍ଟ୍ର ମଧ୍ୟରେ ସ୍ଥାନ ପାଇବ। ଏବେ ଦେଶର ବନ୍ଦରଗୁଡ଼ିକରେ ଦ୍ରବ୍ୟ ପରିବହନ କ୍ଷମତାକୁ ଦ୍ରୁତ ଗତିରେ ବୃଦ୍ଧି କରାଯାଉଛି, ଫଳରେ ଜାହାଜ ନିର୍ମାଣ ଏବଂ ମରାମତି କ୍ଷେତ୍ରରେ ଦୃଢ଼ ଭିତ୍ତିଭୂମି ସୃଷ୍ଟି ହୋଇଛି। ଗତକାଲି ଚେନ୍ନାଇର କାମରାଜ ପୋର୍ଟ ଟ୍ରଷ୍ଟର ରୌପ୍ୟ ଜୟନ୍ତୀ ସମାରୋହରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସୋନୋୱାଲ ଏହା କହିଛନ୍ତି। ସେ ଏହି ଅବସରରେ 545 କୋଟି ବ୍ୟୟବରାଦରେ କ୍ୟାପିଟାଲ ଡ୍ରେଜିଂ ସମନ୍ୱିତ କମାଣ୍ଡ ଏବଂ କଣ୍ଟ୍ରୋଲ ସେଣ୍ଟରର ମଧ୍ୟ ଶିଳାନ୍ୟାସ କରିଛନ୍ତି। ସେ କହିଛନ୍ତି, ଭବିଷ୍ୟତରେ ସମ୍ପ୍ରସାରଣର ସମ୍ଭାବନା ସହିତ ଦକ୍ଷ କୋଇଲା ପରିଚାଳନାକୁ ପ୍ରୋତ୍ସାହିତ କରି ଚେନ୍ନାଇ ବନ୍ଦରରେ ଭିଡ଼ ହ୍ରାସ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ସେ କହିଛନ୍ତି, IOCL ଜେଟି ବାର୍ଷିକ 3 ନିୟୁତ ଟନ୍ କ୍ଷମତା ପରିବହନ ବୃଦ୍ଧି କରିବ। ଏହାଛଡ଼ା 32 କୋଟି ଟଙ୍କା ବ୍ୟୟରେ ସ୍ଥାପିତ ହେବାକୁ ଥିବା ସାମୁଦ୍ରିକ ଜଳ ପ୍ରକ୍ରିୟାକରଣ ପ୍ଲାଣ୍ଟ ଦ୍ୱାରା ବନ୍ଦରର ଆବଶ୍ୟକତା ସହ ଉପକୂଳବର୍ତ୍ତୀ ଅଞ୍ଚଳର ଆବଶ୍ୟକତା ମଧ୍ୟ ପୂରଣ ହୋଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏକ ପେଡ୍ ମା କେ ନାମ ଅଭିଯାନ ଉପରେ ସମଗ୍ର ବିଶ୍ୱରେ ଆଲୋଚନା ହେଉଛି। ଯୁବବର୍ଗଙ୍କୁ ନୂତନ ସୁଯୋଗ ଦେବା ଲକ୍ଷ୍ୟରେ ଆସନ୍ତା ଜାନୁଆରୀ ମାସରେ ବିକଶିତ ଭାରତ ଯୁବ ନେତା ଆଲୋଚନାର ଆୟୋଜନ କରାଯିବ ବୋଲି ସେ କହିଛନ୍ତି। ଅହମ୍ମଦାବାଦରେ ଆୟୋଜିତ ବ୍ୟାପସ କାର୍ଯ୍ୟକର୍ତ୍ତା ସୁବର୍ଣ୍ଣ ମହୋତ୍ସବକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ୟୁକ୍ରେନ୍ ଯୁଦ୍ଧ ସମୟରେ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବାରେ ବ୍ୟାପସ ପ୍ରୟାସକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, କିଛି ମାସ ତଳେ ଆବୁଧାବିରେ ଭଗବାନ ସ୍ୱାମୀ ନାରାୟଣ ସ୍ୱାମୀ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ଏଭଳି ପଦକ୍ଷେପ ମାଧ୍ୟମରେ ସମଗ୍ର ବିଶ୍ୱ ଭାରତର ସାଂସ୍କୃତିକ ବିବିଧତା ଏବଂ ଆଧ୍ୟାତ୍ମିକ ଐତିହ୍ୟକୁ ଦେଖିବାର ସୁଯୋଗ ପାଇଛି। ଭାରତର ସାଂସ୍କୃତିକ ଗୌରବ ଏବଂ ମାନବୀୟ ଉଦାରତା ବିଷୟରେ ବିଶ୍ୱ ଅବଗତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଶ୍ୱବ୍ୟାପୀ 30ଟି ଦେଶର 1 ଲକ୍ଷରୁ ଉର୍ଦ୍ଧ୍ୱ ବୋଚା ସନ୍ନ୍ୟାସୀ ଅକ୍ଷର ପୁରୁଷୋତ୍ତମ ସ୍ୱାମୀନାରାୟଣ ସଂସ୍ଥା ବାପସ ସ୍ୱେଚ୍ଛାସେବୀ ଏଥିରେ ଅଂଶଗ୍ରହଣ କରିଛନ୍ତି। ଚଳିତ ବର୍ଷ ଜାନୁଆରୀ 28ରୁ ଆରମ୍ଭ ହୋଇଥିବା କାର୍ଯ୍ୟକାର ସୁବର୍ଣ୍ଣ ମହୋତ୍ସବ ପାଳନ ଗତକାଲି ଗ୍ରାଣ୍ଡ ଫିନାଲେ ସହ ଅହମ୍ମଦାବାଦରେ ଶେଷ ହୋଇଛି। ଏଥିରେ ଭାରତ ସମେତ ବ୍ରିଟେନ୍, ୟୁରୋପ, ଆମେରିକା, ଅଷ୍ଟ୍ରେଲିଆ ଓ ମଧ୍ୟପ୍ରାଚ୍ୟର ଅନେକ ଦେଶର ସ୍ୱେଚ୍ଛାସେବୀମାନେ ସାମିଲ ହୋଇଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜିଠାରୁ 3 ଦିନିଆ ଗସ୍ତରେ ରୁଷ ଯିବେ। ଗସ୍ତ ସମୟରେ ଶ୍ରୀ ସିଂ ତାଙ୍କ ରୁଷ ପ୍ରତିପକ୍ଷ ଆଣ୍ଡ୍ରିଉ ବେଲୁସୋଭଙ୍କ ସହ ମସ୍କୋରେ 21ଶ ଭାରତ ରୁଷ ଆନ୍ତଃ ସରକାରୀ ଆୟୋଗ ଅନ୍ତର୍ଗତ ସାମରିକ ବୈଷୟିକ ସହଯୋଗ ବୈଠକରେ ଅଧ୍ୟକ୍ଷତା କରିବେ। ଉଭୟ ନେତା ସାମରିକ ଏବଂ ଶିଳ୍ପ ସହଯୋଗ ସମେତ ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଥିବା ସହଯୋଗ କ୍ଷେତ୍ରର ସମୀକ୍ଷା କରିବେ। ଆଲୋଚନା କାଳରେ ପାରସ୍ପରିକ ସ୍ୱାର୍ଥ ସମ୍ବନ୍ଧୀୟ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗଗୁଡ଼ିକ ସ୍ଥାନ ପାଇବାର ସମ୍ଭାବନା ରହିଛି। ଡିସେମ୍ବର 9ରେ ମନ୍ତ୍ରୀ ଶ୍ରୀ ସିଂ ୟାନ୍ତ୍ରା ସିପ୍ୟାର୍ଡରେ ଭାରତୀୟ ନୌସେନାର INS ତୁସିଲରେ କ୍ଷେପଣାସ୍ତ୍ର ବ୍ୟବସ୍ଥାର ଶୁଭାରମ୍ଭ କରିବେ। ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରତିରକ୍ଷା ମନ୍ତ୍ରୀ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଶହୀଦ ହୋଇଥିବା ସୋଭିଏତ୍ର ସୈନିକମାନଙ୍କୁ ଅଜ୍ଞାତ ସେନାନୀଙ୍କ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଗସ୍ତକାଳରେ ମନ୍ତ୍ରୀ ଶ୍ରୀ ସିଂ ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶରେ ଅଧିକ ଯକ୍ଷ୍ମା ପ୍ରଭାବିତ ଜିଲ୍ଲାଗୁଡ଼ିକରେ 100 ଦିନିଆ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବା ପରେ
ଯକ୍ଷ୍ମାମୁକ୍ତ ଭାରତ ଲାଗି ଉଦ୍ୟମ ଆହୁରି ସୁଦୃଢ଼ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି 100 ଦିନିଆ ଯୋଜନାରେ ଯକ୍ଷ୍ମା ରୋଗୀଙ୍କୁ ଅଧିକ ସହାୟତା ଯୋଗାଇ ଦିଆଯିବା ସହ ନୂତନ ଔଷଧ, ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଏବଂ ରୋଗ ଚିହ୍ନଟ ପ୍ରକ୍ରିୟା ଉପରେ ଗୁରୁତ୍ୱ ଦିଆଯିବ। ଯକ୍ଷ୍ମା ନିରାକରଣ ପାଇଁ ସମସ୍ତେ ଉଦ୍ୟମ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହା ପୂର୍ବରୁ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରି ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା କହିଥିଲେ, ପ୍ରଭାବଶାଳୀ ପଦକ୍ଷେପ ଯୋଗୁଁ ଦେଶରେ ଯକ୍ଷ୍ମା ସଂକ୍ରମଣ ହ୍ରାସ ପାଉଛି ଏବଂ ଯକ୍ଷ୍ମା ମୁକାବିଲାରେ ଭାରତର ପଦକ୍ଷେପ ସଫଳ ପ୍ରମାଣିତ ହେଉଛି। ମାନାମା କଥାବାର୍ତ୍ତାରେ ଅଂଶଗ୍ରହଣ କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତ ରାତିରେ ସେଠାରେ ପହଞ୍ଚିଛନ୍ତି। ଦୋହାରେ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ଆଲୋଚନା ପରେ ମାନାମା ଗସ୍ତ ଭାରତର ବିଶ୍ୱସ୍ତରୀୟ ଆହ୍ୱାନ ମୁକାବିଲା ଦିଗରେ ସକ୍ରିୟ ଆଭିମୁଖ୍ୟକୁ ପ୍ରଦର୍ଶନ କରୁଛି। ଡକ୍ଟର ଜୟଶଙ୍କର ମାନାମାରେ ପହଞ୍ଚିବା ପରେ ବାହାରିନ୍ର ବୈଦେଶିକ ମନ୍ତ୍ରୀ ଡକ୍ଟର ଅବଦୁଲ୍ଲାତିଫ ବିନ୍ ରସିଦ୍ ଅଲ୍ ଜାୟାନି ତାଙ୍କୁ ସ୍ୱାଗତ କରିଥିଲେ। ଦୋହା ଗସ୍ତ ସମୟରେ ଶ୍ରୀ ଜୟଶଙ୍କର ନୂଆ ଯୁଗରେ ସଂଘର୍ଷର ମଧ୍ୟସ୍ଥତା ଶୀର୍ଷକ ଦଳଗତ ଆଲୋଚନାରେ ଭାଗ ନେଇଥିଲେ। ଭୌଗୋଳିକ ଦୃଷ୍ଟିକୋଣରୁ ଦୂରରେ ରହୁଥିଲେ ମଧ୍ୟ ଭାରତର ଅର୍ଥନୀତି ଏବଂ ନିରାପତ୍ତା ଉପରେ ସଂଘର୍ଷର ପ୍ରଭାବ ପଡ଼ିଥାଏ ବୋଲି ସେ ଆଲୋଚନାରେ କହିଥିଲେ। ଡକ୍ଟର ଜୟଶଙ୍କର ୟୁକ୍ରେନ୍ ସଂଘର୍ଷ ପ୍ରସଙ୍ଗରେ ମଧ୍ୟ ଭାରତର କୂଟନୈତିକ ପ୍ରୟାସ ଉପରେ ଆଲୋକପାତ କରିଥିଲେ। ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ଉପରେ ଭାରତ ସର୍ବଦା ଗୁରୁତ୍ୱ ପ୍ରଦାନ କରିଆସିଛି ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ 150ରୁ ଅଧିକ ଦେଶର 4,500ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଆଜି ମୁମ୍ବାଇରେ ନରୱେର ରାଷ୍ଟ୍ରଦୂତ ଏଲିନ୍ ଷ୍ଟେନରଙ୍କ ନେତୃତ୍ୱରେ ଆସିଥିବା ଏକ ଶିଳ୍ପ ପ୍ରତିନିଧି ଦଳ ସହ ସାକ୍ଷାତ ଆଲୋଚନା କରିବେ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଆଲୋଚନାରେ ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ବାର୍ତ୍ତାଳାପ ହେବ। ବିଶେଷ କରି ଭାରତ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘଠାରୁ $100 ବିଲିୟନ ପୁଞ୍ଜିନିବେଶ ପାଇଁ ଉଦ୍ୟମ କରିବ। ନୂଆଦିଲ୍ଲୀରେ ଭାରତ ମଣ୍ଡପମରେ ଆରମ୍ଭ ହୋଇଥିବା ଅଷ୍ଟଲକ୍ଷ୍ମୀ ମହୋତ୍ସବରେ ଉତ୍ତର ପୂର୍ବ ଭାରତର ବିବିଧତା ଓ ସାଂସ୍କୃତିକ ସମୃଦ୍ଧିକୁ ଅଗ୍ରାଧିକାର ମିଳିଛି। ଅରୁଣାଚଳ ପ୍ରଦେଶ, ମେଘାଳୟ, ମଣିପୁର, ନାଗାଲାଣ୍ଡ, ମିଜୋରାମ, ତ୍ରିପୁରା ଏବଂ ସିକ୍କିମର ହସ୍ତତନ୍ତ ଓ ସାଂସ୍କୃତିକ ସୌନ୍ଦର୍ଯ୍ୟ ପ୍ରଦର୍ଶିତ ହେଉଛି। ଆଜି ଶେଷ ହେବାକୁ ଥିବା ଏହି ମହୋତ୍ସବରେ 250ରୁ ଅଧିକ କାରିଗର 34ଟି ଜିଆଇ ଟ୍ୟାଗ୍ ଯୁକ୍ତ ସାମଗ୍ରୀର ପ୍ରଦର୍ଶନ ସହ ବିଭିନ୍ନ ହସ୍ତଶିଳ୍ପ, ହସ୍ତତନ୍ତ ଓ କୃଷିଜାତ ଦ୍ରବ୍ୟର ପ୍ରଦର୍ଶନ କରୁଛନ୍ତି। ଗତକାଲି ମହୋତ୍ସବର ଏକ ଅଧିବେଶନକୁ ସମ୍ବୋଧିତ କରି ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଥିଲେ, କେନ୍ଦ୍ର ସରକାର ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରୁଛନ୍ତି। ଆଡିଲେଡ୍ର ଓଭାଲଠାରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନରେ ଭାରତ 5 ୱିକେଟ୍ରେ 128 ରନ୍ରୁ ଖେଳ ଆରମ୍ଭ କରିବ। ଭାରତୀୟ ସମୟ ସକାଳ 9:30ରେ ଖେଳ ଆରମ୍ଭ ହେବ। ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ସ୍କୋରଠାରୁ ଭାରତ ଏବେ ମଧ୍ୟ 29 ରନ୍ ପଛରେ ରହିଛି। ରିଷଭ ପନ୍ଥ ଏବଂ ନୀତିଶ ରେଡ୍ଡି କ୍ରିଜ୍ରେ ଅପରାଜିତ ଅଛନ୍ତି। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ 337 ରନ୍ରେ ଅଲ୍ ଆଉଟ୍ ହୋଇ 157 ରନ୍ ଆଗରେ ରହିଥିଲା। ଟ୍ରାଭିସ୍ ହେଡ୍ 141ଟି ବଲ୍ରୁ 140 ରନ୍ ସ୍କୋର କରିଥିଲେ। ମହମ୍ମଦ ସିରାଜ ଏବଂ ଜସପ୍ରୀତ ବୁମରା 4ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ମ୍ୟାଚ୍ର ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ 86 ରନ୍ ଏବଂ ଗୋଟିଏ ୱିକେଟ୍ରେ ଖେଳ ଆରମ୍ଭ କରିଥିଲା। ଓମାନର ମସ୍କଟଠାରେ ଚାଲିଥିବା ମହିଳା ଜୁନିୟର ଏସିଆ କପ୍ ହକିର ପ୍ରଥମ ମ୍ୟାଚ୍ରେ ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ଅଧିନାୟକ ଜ୍ୟୋତି ସିଂ ଭାରତୀୟ ଦଳର ନେତୃତ୍ୱ ନେଉଥିବା ବେଳେ ସାକ୍ଷୀ ରାଣା ଉପ ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି। ଗତକାଲି ପ୍ରତିଯୋଗିତାର ପ୍ରଥମ ଗ୍ରୁପ୍ ଏ ମ୍ୟାଚ୍ରେ ଚୀନ୍ 19ଟି ଗୋଲ୍ରେ ବାଂଲାଦେଶକୁ ପରାସ୍ତ କରିଥିଲା। ଅନ୍ୟ ଏକ ମ୍ୟାଚ୍ରେ ମାଲେସିଆ 3-0 ଗୋଲ୍ରେ ଥାଇଲ୍ୟାଣ୍ଡକୁ ପରାସ୍ତ କରିଥିବା ବେଳେ ଗ୍ରୁପ୍ ବିର ମ୍ୟାଚ୍ରେ ଜାପାନ 15ଟି ଗୋଲ୍ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। 2047 ସୁଦ୍ଧା ବିଶ୍ୱର ଶ୍ରେଷ୍ଠ 10ଟି ସାମୁଦ୍ରିକ ରାଷ୍ଟ୍ର ମଧ୍ୟରେ ସ୍ଥାନ ପାଇବ ଭାରତ, କହିଛନ୍ତି କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ। ଆଜିଠାରୁ 3 ଦିନିଆ ରୁଷ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। 100 ଦିନିଆ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବା ପରେ ଯକ୍ଷ୍ମାମୁକ୍ତ ଭାରତ ଲାଗି ଉଦ୍ୟମ ଆହୁରି ସୁଦୃଢ଼ ହୋଇଛି, କହିଲେ ପ୍ରଧାନମନ୍ତ୍ରୀ ଏବଂ ଦ୍ୱିପାକ୍ଷିକ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ମାନାମାରେ ପହଞ୍ଚିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ।
ସମ୍ବାଦ ଶେଷ ହେଲା।